ସମସ୍ତ ଗୁରୁଜନମାନଙ୍କୁ ସାଧୁବାଦ ପ୍ରଦାନ କରି ସମସ୍ତ ଶିକ୍ଷାର୍ଥୀମାନଙ୍କୁ ପୁନଶ୍ଚ ଅଭିନନ୍ଦନ ଜ୍ଞାପନ କରି ଆଜି ତପସ୍ୱିନୀର ପତ୍ର ଯାହା ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ରଚିତ କାବ୍ୟ ତପସ୍ୱିନୀରୁ ସଂଗୃହୀତ। ସମ୍ପ୍ରତି ଏହି ତପସ୍ୱିନୀର ପତ୍ର ଶୀର୍ଷକଟି ଯୁକ୍ତ 2 ଦ୍ୱିତୀୟ ବର୍ଷର ଶିକ୍ଷାର୍ଥୀମାନେ ଅଧ୍ୟୟନ କରୁଛନ୍ତି। ଏ ବିଷୟରେ ଆଜି ଆମୂଳଚୂଳ ଆଲୋଚନା କରିବା। ଶୀର୍ଷକ ତପସ୍ୱିନୀର ପତ୍ର। ଆପଣମାନେ ସମସ୍ତେ ଜାଣନ୍ତି କବି ଗଙ୍ଗାଧର ମେହେର ଯିଏକି ଅବିଭାଜ୍ୟ ସମ୍ବଲପୁର ଜିଲ୍ଲାର ବରପାଲିଠାରେ ଜନ୍ମଗ୍ରହଣ କରିଥିଲେ। ସମ୍ପ୍ରତି ଏହି ବରପାଲି ଗ୍ରାମଟି ବରଗଡ଼ ଜିଲ୍ଲାରେ ଅବସ୍ଥିତ। ଏହି ମହାନ କବିଙ୍କର ଜନ୍ମ 1862 ମସିହାରେ ହୋଇଥିଲା ଏବଂ ଏହାଙ୍କର ଦେହାନ୍ତ 1924 ମସିହାରେ ହୋଇଥିଲା। ଏହି ସ୍ୱଭାବକବି ଗଙ୍ଗାଧର ମେହେର ଅନେକ ରଚନାବଳୀ ଲେଖି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ କାବ୍ୟ ମଧ୍ୟରୁ ଇନ୍ଦୁମତୀ, କୀଚକବଧ, ପ୍ରଣୟ ବଲ୍ଲରୀ, ତପସ୍ୱିନୀ, ଅର୍ଘ୍ୟଥାଳୀ, କବିତା କଲ୍ଲୋଳ, ଉତ୍କଳଲକ୍ଷ୍ମୀ, ରସରତ୍ନାକର ଏବଂ ପଦ୍ମିନୀ। ଆଲୋଚ୍ୟ ବିଷୟବସ୍ତୁଟି ତପସ୍ୱିନୀ କାବ୍ୟରୁ ସଂଗୃହୀତ। ଏହି କାବ୍ୟକୁ ପଠନ କରି ବ୍ୟାଖ୍ୟା କରିବା ପୂର୍ବରୁ କିଛି ସୂଚନା ଦେବାକୁ ଚାହେଁ ଯେ କବି ଗଙ୍ଗାଧର ମେହେର ଏ ତପସ୍ୱିନୀର ପତ୍ର ଏପରି ଭାବରେ ବର୍ଣ୍ଣନା କରିଛନ୍ତି ଯାହାକୁ ପଠନ କଲେ ଆଖିରୁ ଲୁହ ବହିଯାଏ, ନିର୍ଗତ ହୋଇଯାଏ। କାହିଁକି ନା ଯେତେବେଳେ ପ୍ରଭୁ ରାମଚନ୍ଦ୍ର ଲଙ୍କାଧିପତି ରାବଣକୁ ବଧ କରି ସୀତାଙ୍କୁ ଉଦ୍ଧାର କରି ଅଯୋଧ୍ୟାକୁ ଆଣିଛନ୍ତି। ଅଯୋଧ୍ୟାରେ କିଛି ଦିନ ରହଣି ପରେ ସୀତାଙ୍କୁ ଅଯୋଧ୍ୟାବାସୀ କିଛି ଲୋକ ଥଟ୍ଟା ପରିହାସ କରିଛନ୍ତି ଏବଂ ଲୋକମାନେ ଅନେକ ନିନ୍ଦା ଅପବାଦ ଦେଉଛନ୍ତି ସୀତାଙ୍କୁ। ଏହି ନିନ୍ଦା ଅପବାଦରୁ ପ୍ରଭୁ ରାମଚନ୍ଦ୍ର ରକ୍ଷା ପାଇବା ପାଇଁ ସୀତାଙ୍କୁ ନିର୍ବାସିତା କରିଛନ୍ତି। ଘରୁ ସୀତାଙ୍କୁ ନେଇ ସେ ରାମଚନ୍ଦ୍ର କହିଛନ୍ତି ଲକ୍ଷ୍ମଣଙ୍କୁ, ଲକ୍ଷ୍ମଣ ସୀତାଙ୍କୁ ନେଇ ଯାଅ, ବଣରେ ଛାଡ଼ି ଆସ। ପ୍ରଭୁଙ୍କ ଆଦେଶକୁ ପାଳନ କରି ଲକ୍ଷ୍ମଣ ନିଜେ ସୀତାଙ୍କୁ ନେଇ ବାଲ୍ମୀକି ଆଶ୍ରମରେ ଛାଡ଼ି ଆସିଛନ୍ତି। ଏବଂ ସବୁଠାରୁ ଦୁଃଖଦ କଥା ଯେ ସୀତା ଯେଉଁ ସମୟରେ ନିର୍ବାସିତା ହୋଇଛନ୍ତି ସେହି ସମୟରେ ସେ ଅନ୍ତଃସତ୍ତ୍ୱା ଥିଲେ, ଅର୍ଥାତ୍ ଆଉ କିଛି ଦିନ ପରେ ତାଙ୍କର ସନ୍ତାନ ଜନ୍ମ ହେବାର ଥିଲା। ଏବଂ ସୌଭାଗ୍ୟବଶତଃ ସୀତା ବାଲ୍ମୀକି ଆଶ୍ରମରେ ପହଞ୍ଚିଛନ୍ତି। ସେଠାରେ ଲବକୁଶଙ୍କୁ ଜନ୍ମ ଦେଇଛନ୍ତି ଏବଂ ବାଲ୍ମୀକି ତ୍ରିକାଳଦର୍ଶୀ ଥିଲେ। ସେଥିପାଇଁ ସେ
ଲବକୁଶଙ୍କୁ ସମସ୍ତ ଶିକ୍ଷା ଦୀକ୍ଷା ପ୍ରଦାନ କରିଛନ୍ତି ଏବଂ ସମସ୍ତ ଯୁଦ୍ଧରେ ସମସ୍ତ ବିଦ୍ୟାରେ ପାରଙ୍ଗମ ଲବକୁଶ ହାସଲ କରିଛନ୍ତି। ଯେତେବେଳେ ଶ୍ରୀରାମଚନ୍ଦ୍ର ଅଯୋଧ୍ୟାରେ ଅଶ୍ୱମେଧ ଯଜ୍ଞ ଆୟୋଜନ କରିବାକୁ ମନସ୍ଥ କଲେ ଏବଂ ତାଙ୍କର ଅଶ୍ୱକୁ ସମଗ୍ର ବିଶ୍ୱକୁ ଭ୍ରମଣ କରିବାକୁ ଛାଡ଼ିଲେ ଏବଂ ଅଶ୍ୱ ଯେତେବେଳେ ବାଲ୍ମୀକି ଆଶ୍ରମ ନିକଟବର୍ତ୍ତୀ ହେଲେ ଅଶ୍ୱକୁ ଲବକୁଶ ବିରୋଧ କଲେ ଏବଂ ବିରୋଧ କରିବାରୁ ତାଙ୍କର ଶତ୍ରୁଘ୍ନ, ଲକ୍ଷ୍ମଣ, ଭରତ ଏବଂ ଶ୍ରୀରାମ ଏ ସମସ୍ତଙ୍କ ସହିତ ଲବକୁଶଙ୍କର ଯୁଦ୍ଧ ହୋଇଛି ଏବଂ ସମସ୍ତଙ୍କୁ ପରାଜିତ କରିଛନ୍ତି। ତତଃ ବାଲ୍ମୀକି ଆସି ଏହି ସମସ୍ୟାର ସମାଧାନ କରିଛନ୍ତି ଏବଂ ଲବକୁଶ ଏବଂ ବାଲ୍ମୀକିଙ୍କୁ ଅଯୋଧ୍ୟାକୁ ନିମନ୍ତ୍ରଣ କରିଛନ୍ତି ଏବଂ ଯେତେବେଳେ ଅଯୋଧ୍ୟାକୁ ନିମନ୍ତ୍ରଣ କରିଥିବା କଥା ସୀତା କର୍ଣ୍ଣରେ କର୍ଣ୍ଣପାତ କରିଛନ୍ତି। ଯେତେବେଳେ ସେ ଶୁଣିଛନ୍ତି ହଠାତ୍ ସୀତାଙ୍କ ମନରେ ସନ୍ଦେହ ଜାତ ହେଲା ଯେ ପ୍ରଭୁ ରାମଚନ୍ଦ୍ର ତ ଏକପତ୍ନୀ ବ୍ରତା ଧର୍ମ ପାଳନ କରିଥିଲେ, ସେ ଦ୍ୱିତୀୟ ପତ୍ନୀ ଗ୍ରହଣ କଲେ କିପରି? କାହିଁକି ନା ସୀତାଙ୍କ ମତାନୁଯାୟୀ ଯଦି ପ୍ରଭୁ ଶ୍ରୀରାମଚନ୍ଦ୍ର ଅଶ୍ୱମେଧ ଯଜ୍ଞର ଆୟୋଜନ କରୁଛନ୍ତି ତେବେ ପତ୍ନୀ ବିନା ଅଶ୍ୱମେଧ ଯଜ୍ଞ ଆୟୋଜନ ସମ୍ଭବ ହେବ କିପରି? ମୁଁ ତ ଏଠାରେ ଅଛି, ବାଲ୍ମୀକି ଆଶ୍ରମରେ ମୁଁ ଅଛି, ରାମଚନ୍ଦ୍ର ତ ଅଯୋଧ୍ୟାରେ ଅଛନ୍ତି, ଅଶ୍ୱମେଧ ଯଜ୍ଞ କିପରି ସମ୍ଭବ? ପତ୍ନୀ ବିନା ଅଶ୍ୱମେଧ ଯଜ୍ଞ ସମ୍ଭବ ନୁହଁ। ତେଣୁ ନିଶ୍ଚିତ ଭାବରେ ସୀତା କହୁଛନ୍ତି ଯେ ଆପଣ ଦ୍ୱିତୀୟ ପତ୍ନୀ ଗ୍ରହଣ କରିଥିବେ, ନବବାମା ଗ୍ରହଣ କରିଥିବେ ଏବଂ ଯେଉଁ ନବବାମା ଆପଣଙ୍କୁ ପତି ରୂପରେ ପାଇଛି ସେ ନିଶ୍ଚିତ ଭାବରେ ଭାଗ୍ୟଶାଳୀ ହୋଇଥିବ। ସେଥିପାଇଁ ସୀତାଙ୍କ ମନରେ ସନ୍ଦେହ ହେବାରୁ ସେ ସନ୍ଦେହକୁ ଦୂର କରିବା ପାଇଁ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପାଖକୁ ପତ୍ର ଲେଖିଛନ୍ତି ଯେ ପ୍ରଭୁ ଆପଣ ଉତ୍ତର ଦିଅନ୍ତୁ। ତାପରେ ଆମେ ବିଷୟଟି ଆଲୋଚନା କରିବା। ସୀତା ପ୍ରଥମରେ କ'ଣ କହୁଛନ୍ତି? ଶରଣ ବତ୍ସଳ ଧ୍ୱଜ ରିପୁ ଗଜାଙ୍କୁଶ ଦୁଃଖଗିରି ବଜ୍ର ଯହିଁ ଦେଖନ୍ତି ବିଦୁଷ। ଶରଣ ବତ୍ସଳ ଧ୍ୱଜ ରିପୁ ଗଜାଙ୍କୁଶ ଦୁଃଖଗିରି ବଜ୍ର ଯହିଁ ଦେଖନ୍ତି ବିଦୁଷ। ରାଜରାଜେଶ୍ୱରଙ୍କ ସେ ପଦ ପଦ୍ମ ଦ୍ୱନ୍ଦେ ଦୀନ ଭିକାରିଣୀ ଦୁରୁ ନାତ ଶିରେ ବନ୍ଦେ। ସୀତା କହୁଛନ୍ତି ଶରଣ ବତ୍ସଳ ଧ୍ୱଜ ରିପୁ ଗଜାଙ୍କୁଶ। ଶରଣ ବତ୍ସଳ ଯିଏ ଶରଣାଗତକୁ ଶରଣାବତ୍ସଳ, ବତ୍ସଳ ମାନେ ପୁତ୍ର, ଶରଣାବତ୍ସଳ ଅର୍ଥାତ୍ ଶରଣାଗତକୁ ଯିଏ ନିଜର ପୁତ୍ର ପରି ଭାବନ୍ତି। ଶରଣାବତ୍ସଳ ଧ୍ୱଜ ଅର୍ଥାତ୍ ଶରଣାଗତକୁ ଆପଣଙ୍କ ପାଖରେ ଯିଏ ଶରଣ ଆସିଲା ତାକୁ ଆପଣ
ନିଜର ପୁତ୍ର ପରି ସ୍ଥାନ ଦେଇଥାନ୍ତି ଏବଂ ତାଙ୍କୁ ଆପଣ ରକ୍ଷା କରିଥାନ୍ତି। ତେଣୁ ଶରଣା ବତ୍ସଳ ଧ୍ୱଜ ମାନେ ପତାକା, ତା ଶରଣାଗତକୁ ରକ୍ଷା କରିବା ପାଇଁ ଆପଣ ପ୍ରସିଦ୍ଧି ଅଟନ୍ତି। ତେଣୁ ଆପଣଙ୍କ ନାମରେ ପତାକା ଉଡ଼ୁଅଛି। ଶରଣା ବତ୍ସଳ ଧ୍ୱଜ ରୂପକ ତଥା ଶରଣା ବତ୍ସଳ ରୂପକ ପତାକା ଉଡ଼ୁଅଛି। ରିପୁ ଗଜାଙ୍କୁଶ, ରିପୁ ମାନେ ଶତ୍ରୁ, ଗଜାଙ୍କୁଶ ଗଜ ମାନେ ହସ୍ତି, ଅଙ୍କୁଶ ଅର୍ଥାତ୍ ଶତ୍ରୁ ରୂପକ ଗଜକୁ ଯିଏ ଅଙ୍କୁଶ ଲଗାଇ ପାରନ୍ତି। ଦୁଃଖଗିରି ବଜ୍ର, ଦୁଃଖଗିରି ମାନେ ପର୍ବତ, ଦୁଃଖ ରୂପକ ପର୍ବତ ଅର୍ଥାତ୍ ଦୁଃଖ ରୂପକ ପର୍ବତ ପରି ବଜ୍ର, ଯହିଁ ଦେଖନ୍ତି ବିଦୁଷ, ବିଦୁଷ ମାନେ ଜ୍ଞାନୀ ପଣ୍ଡିତ। ରାଜରାଜେଶ୍ୱର ଅର୍ଥାତ୍ ପ୍ରଭୁ ଶ୍ରୀରାମଙ୍କ ଉଦ୍ଦେଶ୍ୟରେ ଏଠାରେ ସୀତା କହିଛନ୍ତି। କାହିଁକିନା ପ୍ରଭୁ ଶ୍ରୀରାମଚନ୍ଦ୍ର ରାଜାଙ୍କର ରାଜା ଅଟନ୍ତି। ରାଜରାଜେଶ୍ୱର, ରାଜାମାନଙ୍କର ଈଶ୍ୱର ଯିଏ ଅଟନ୍ତି ପ୍ରଭୁ ଶ୍ରୀରାମଚନ୍ଦ୍ର, ସେ ତାଙ୍କର ପଦକମଳରେ ପଦଦ୍ୱୟରେ ସୀତା ଦୂର ପ୍ରଦେଶର ଥାଇ ନତମସ୍ତକ ହୋଇ ପ୍ରଭୁ ରାମଚନ୍ଦ୍ରଙ୍କ ପାଦ ପଦ୍ମରେ ସେ ପ୍ରଣିପାତ କରୁଛନ୍ତି। ଅର୍ଥାତ୍ ସୀତା ପ୍ରଥମ କବି ଗଙ୍ଗାଧର ମେହେରଙ୍କ ମତରେ ସୀତା ପ୍ରଥମ ପଦରେ କ'ଣ କରୁଛନ୍ତି? ହେ ପ୍ରଭୁ ଶରଣା ବତ୍ସଳ, ହେ ପ୍ରଭୁ ଶରଣା ବତ୍ସଳ, ହେ ଦୁଃଖ ରୂପକ, ଶତ୍ରୁ ରୂପକ ଗଜକୁ ଯିଏ ଅଙ୍କୁଶ ଲଗାଇଥାନ୍ତି, ଯିଏ ଦୁଃଖ ପର୍ବତ ରୂପକ, ଯିଏ ବଜ୍ର ପରି, ଯାହାଙ୍କୁ ସମସ୍ତ ବିଦ୍ୱାନମାନେ ଦେଖିଥାନ୍ତି, ଯିଏକି ରାଜରାଜେଶ୍ୱର ଅଟନ୍ତି, ଯିଏ ରାଜାମାନଙ୍କର ଯିଏ ରାଜା ଅଟନ୍ତି, ସେହି ପରମେଶ୍ୱରକୁ ମୁଁ ଏ ଦିନ ଦୁଃଖୀ ଭିକାରିଣୀ ଅର୍ଥାତ୍ ଦିନ ଭିକାରିଣୀ, ସୀତା ନିଜକୁ ନିଜେ ଭିକାରିଣୀ କହିଛନ୍ତି। ମୁଁ ଦିନ ମାନେ ଦରିଦ୍ର, ମୁଁ ଦିନ ଭିକାରିଣୀ ଅଟେ ଏବଂ ଆପଣଙ୍କୁ ଏ ଦୂର ପ୍ରଦେଶର ଥାଇ ନତମସ୍ତକ ହେଉଅଛି। ଆପଣଙ୍କୁ ମୁଁ ପ୍ରଣାମ ଜଣାଉଛି। ନିଶ୍ଚିତ ଭାବରେ ମୋର ପ୍ରଣାମ ଗ୍ରହଣ କରିବେ। ପୁଣି କ'ଣ କହୁଛନ୍ତି ସୀତା? କରିବାକୁ ମଧୁ ଆଶା ତିମିର ବେଦନ, କାତରେ କାନ୍ତାରେ ଥାଇ করে নিবেদন। মহারাজ মহাযজ্ঞে হইছ দীক্ষিত, নববামা হেউথিব বামাঙ্কে বিক্ষিত। କରିବାକୁ ମଧୁ ଆଶା তিমির বেদন, কাতরে কান্তারে থাই করে নিবেদন। মহারাজ মহাযজ্ঞে হইছ দীক্ষিত, নববামা হেউথিব ବାମାଙ୍କେ ବିକ୍ଷିତ। ସୀତା କହୁଛନ୍ତି, ହେ ପ୍ରଭୁ, ମୋ ମନରେ ଗୋଟିଏ ମଧୁର ଆଶା ଅଛି। ମୁଁ କିଛି ଆଶା ରଖି ଆପଣଙ୍କୁ ମୁଁ ଏହା କହୁଅଛି। କାହିଁକି ନା ମୁଁ ଆଶା ରଖିଛି, ମୁଁ ଜାଣେ ଆପଣ କାହାକୁ କେବେ ନିରାଶ କରନ୍ତି ନାହିଁ। ଆପଣ ସମସ୍ତ ମନୁଷ୍ୟମାନଙ୍କର ଅନ୍ଧକାରକୁ ଦୂର କରିଛନ୍ତି। ମୁଁ ଯେହେତୁ ଦିନ ଭିକାରିଣୀ ଅଟେ, ତେଣୁ ମୋର ତିମିର ଅର୍ଥାତ୍ ମୋର ଅନ୍ଧକାରକୁ ମଧ୍ୟ ଆପଣ ଦୂର ନିଶ୍ଚିତ ଭାବରେ କରିବେ। ସେ ଅନ୍ଧକାରଟି କ'ଣ? ନାଇଁ, ମୋ ମନରେ କିଛି ପ୍ରଶ୍ନ ଅଛି ପ୍ରଭୁ, ଏ ପ୍ରଶ୍ନକୁ ଆପଣ ଦୂର କରିବା ହେବେ। କାହିଁକି ନା ଆପଣ ମହାରାଜ ମହାଯଜ୍ଞ ହୋଇଛ ଦୀକ୍ଷିତ, ନବବାମା ହେଉଥିବ ବାମାଙ୍କେ ବିକ୍ଷିତ। ଅର୍ଥାତ୍ ହେ ପ୍ରଭୁ ରାମଚନ୍ଦ୍ର, ମୁଁ ଆପଣଙ୍କୁ କିଛି
प्रश्न करुअछि अर्थात आपण आपणक आपण तो आपण अश्वमेध यज्ञ करुछंती आपण कहिथिले जे एही जन्म रे एक पत्नीव्रता मु पालन करिबी एवं आपण द्वितीय पत्नी ग्रहण कले किपरि कहीं ना आपण अश्वमेध यज्ञ करिवार थिला सेति आपण निश्चित भाव द्वितीय पत्नी ग्रहण करिथिबे एवं एही नवबामा अर्थात ये नवविवाहिता पत्नी निश्चित भाव रे हेउथिबो बामांके विक्षित बामांके बाम पार्श्वरे बाम अंशरे विक्षित स्वभाव पाउथिबो अर्थात हे प्रभु रामचंद्र आपण को मु कोटि कोटि विनम्र अनुरोध करे कि आपण कहंतु आपण द्वितीय पत्नी अर्थात नवबामा ग्रहण कले किपरि एवं से नवबामा निश्चित भाव रे भाग्यशालिनी होइथिबो काहेकि ना आपणक बाम पार्श्व से रही निश्चित भाव रे अश्वमेध यज्ञ को तांकर सभा द्वारा द्विगुणित करुथिबो आपणक बाम पार्श्व रही पुनश्च कौन कहले सीता कहते मुग्ध बधो मुग्ध हेव बलि सत गुण बढ़ी जाउथिब तुम्भ सकल सद्गुण आचरित महायज्ञ करिब प्रदान अशेष रतन धन क्षौम वस्त्रदान मुग्ध बधो मुग्ध हेब बलि सतगुण बढ़ी जाउथिब तुम्भ सकल सद्गुण आपण ए नवबामा को पाई आपण यज्ञ बाम पार्श्व नवबामा विक्षित हेबा जगु आपणकर आपण निश्चित भाव में मुग्ध बधु मुग्ध हेब बलि सतगुण अर्थात आपण निश्चित भाव में स्मित हास करुथिबे एवं ए स्मित हास द्वारा एवं नवबामा द्वारा ए नवविवाहिता पत्नी द्वारा ए यज्ञ स्थल द्विगुणित सभावर्धन करुथिबो एवं एही महायज्ञ रे आपण अनेक धन रत्न हीरा नीला मोती माणिक्य एवं वस्त्रादि लोक मानू दान करिवे ताहा मु जाने पुनश्च सीता कौन कहते सिद्ध काम हेबे तोहि अर्थी समुदाय मो मानसे भिक्षा एक होइछि उदय एछार भिक्षारे नाथ न हेब कृपण दया रत्नमय दान बारिधि आपण आउ थे पढ़ी दौची सिद्ध काम हेबे तोहि अर्थी समुदाय मो मानसे भिक्षा एक होइछि उदय एछार भिक्षारे नाथ न हेब कृपण दया रत्नमय दान बारिधि आपण सीता कौन कहते एही अश्वमेध यज्ञ रे अनेक साधु संत समस्ते योगदान करिवे एवं समस्त को यज्ञ शेष धन रत्न हीरा नीला मोती आदि सब दान करिवे दक्षिणा देवे एवं एथिरे अर्थी समुदाय जो माने अर्थ को इच्छा करती ए समस्ते लाभान्वित हेबे छतिपाई मो मनरे मध्य एक मो मानसे एक भिक्षा होइछि उदय अर्थात हे प्रभु
ମୋ ମନରେ ମଧ୍ୟ ଏକ ଭିକ୍ଷା ଜାତ ହୋଇଛି, ଭିକ୍ଷା ଜନ୍ମ ଲାଭ କରିଛି। ଅର୍ଥାତ୍ ସୀତା କହୁଛନ୍ତି ମୋ ମନରେ ଏକ ପ୍ରଶ୍ନ ଅଛି ଏବଂ ମୁଁ ତାକୁ ଭିକ୍ଷା ରୂପରେ ମୁଁ ଗ୍ରହଣ କରିବି ଆପଣଙ୍କ ଠାରୁ। ଆପଣ କହନ୍ତୁ, ହେ ଛାର ଭିକ୍ଷାର ନାଥ, ହେ ଛାର ଭିକ୍ଷାର ନାଥ ନହେବେ କୃପଣ। ଅର୍ଥାତ୍ ଆପଣ ସମସ୍ତଙ୍କୁ ତ ସବୁ କିଛି ଦାନ କରିବେ, ମୋତେ ମଧ୍ୟ ଦାନ କରିବେ ଏବଂ ମୋ ବେଲକୁ ଆପଣ କୃପଣତା ଶଠତା ଆଚରଣ କରିବେ ନାହିଁ। ମୁଁ ଜାଣିଛି ଆପଣ ଦୟା ରତ୍ନମୟ ଦାନ ବାରିଧି ଆପଣ। ଅର୍ଥାତ୍ ଆପଣ ଦୟା ରୂପକ ରତ୍ନମୟ ଅଟନ୍ତି ଏବଂ ବାରିଧି ମାନେ ଦାନ ରୂପକ ବାରିଧି ଅଟନ୍ତି। ଅର୍ଥାତ୍ ବାରିଧି ମାନେ ସମୁଦ୍ର। ଆପଣଙ୍କର ଦାନର ଗନ୍ତାଘର କେବେ ସମାପନ ହୁଏ ନାହିଁ। ଆପଣଙ୍କ ପାଖକୁ ଯିଏ ଶରଣ ପଶିଲା, ଆପଣଙ୍କ ପାଖକୁ ଯିଏ କିଛି ମାଗିବା ପାଇଁ ଗଲା, ଆପଣ ସମସ୍ତଙ୍କୁ ପ୍ରଦାନ କରିଥାନ୍ତି। ଆପଣ କାହିଁକିନା ଶରଣାବତ୍ସଳ ଅଟନ୍ତି। ଶରଣାବତ୍ସଳକୁ ରକ୍ଷା କରିଥାନ୍ତି ଏବଂ ଆପଣଙ୍କ ନାଁ ଆପଣ ଶରଣାବତ୍ସଳ ଅଟନ୍ତି, ସେଥିପାଇଁ ଆପଣଙ୍କର ନେତ ଉଡ଼ିଥାଏ। ତେଣୁ ହେ ପ୍ରଭୁ, ମୋ ଅନ୍ତରରେ ମୋ ହୃଦୟରେ ମଧ୍ୟ ଏକ ଭିକ୍ଷା ଜାଗ୍ରତ ହୋଇଛି। ସୀତା କହୁଛନ୍ତି ମୋତେ ପ୍ରଦାନ କରିବା ପାଇଁ, ମୋତେ ପ୍ରଦାନ କଲା ସମୟରେ ଆପଣ ଶଠତା ଆଚରଣ କରିବେ ନାହିଁ। ତାପରେ କ'ଣ ସୀତା କହୁଛନ୍ତି, ମୁଁ କିଏ ତା ଜାଣିବାର ନୁହେଁ ଆବଶ୍ୟକ, ସଦା ତୁମ୍ଭେ ତାପସଙ୍କ ଅଶାନ୍ତି ନାଶକ। ତାପସଙ୍କୁ କିଛି ତୁମ୍ଭ ନଥାଏ ଅଦେୟ, ମୁଁ ହିଁ ତପସ୍ୱିନୀ ମୋତେ ନ କରିବ ହେୟ। ସୀତା କହୁଛନ୍ତି ମୁଁ କିଏ ଏହା ଆପଣଙ୍କର କିଛି ଜାଣିବାର ଆବଶ୍ୟକ ନୁହଁ। ଆପଣ ତାପସଙ୍କ ଅଶାନ୍ତି ନାଶ, ତାପସ ଅର୍ଥାତ୍ ଯେଉଁମାନେ ତପସ୍ୟା, ଯେଉଁମାନେ ତପ ଆଚରଣ କରନ୍ତି, ଅର୍ଥାତ୍ ମୁନି ଋଷିମାନେ, ସେମାନଙ୍କର ଅଶାନ୍ତିକୁ ଆପଣ ଦୂର କରିଥାନ୍ତି। ଅଶାନ୍ତି ନାଶକ, ଯେଉଁମାନେ ତପସ୍ୟା କରିଥାନ୍ତି ସେମାନଙ୍କୁ ଆପଣ ଦର୍ଶନ ଦେଇଥାନ୍ତି। ଯେଉଁମାନେ ତପସ୍ୟା କରିଥାନ୍ତି ସେମାନଙ୍କର ଅଶାନ୍ତିକୁ ଆପଣ ଦୂର କରିଥାନ୍ତି। ତେଣୁ ଆପଣ ସମସ୍ତଙ୍କୁ ସବୁ କିଛି ଦାନ କରିଥାନ୍ତି, କାହିଁକିନା ଆପଣ ଦାନ ବାରିଧି ଅଟନ୍ତି। ତେଣୁ ମୁଁ ମଧ୍ୟ ତପସ୍ୱିନୀ, ମୁଁ ମଧ୍ୟ ତପସ୍ୟାରତ। ତେଣୁ ମୋତେ ସେ ଭିକ୍ଷା ଦେଲା ସମୟରେ ଶଠତା ହେବେ ନାହିଁ ବା ମୋତେ ହେୟ ଜ୍ଞାନ କରିବେ ନାହିଁ, ନ କରିବେ ହେୟ, ମୋତେ ତୁଚ୍ଛ ମନେ କରିବେ ନାହିଁ। ପୁଣି ସୀତା କ'ଣ କରୁଛନ୍ତି, ଯେ ହୋଇଛି ଆଜି ତୁମ୍ଭ ଅଙ୍କର ଭାଜନ, ଭକ୍ତି ଭରେ ଦେଖୁଥିବେ ଜଗତର ଜନ। ପୂର୍ବେ ଯେହୁ କରିଥିଲେ କେଉଁ ଘର ତୋପ, କେଉଁଠାରେ କେତେ କାଳ କେଉଁ ମନ୍ତ୍ର ଜପ। ସୀତା କ'ଣ କହୁଛନ୍ତି, ସେ ଭିକ୍ଷା କ'ଣ? ଶିକ୍ଷା କହୁଛନ୍ତି ଯିଏ ଆଜି ହୋଇଛି ତୁମ୍ଭର ଅଙ୍କର ଭାଜନ। ଅର୍ଥାତ୍ ସୀତା କହୁଛନ୍ତି ହେ ପ୍ରଭୁ, ଆଜି ଏହି ଅଶ୍ୱମେଧ ଯଜ୍ଞରେ, ଏହି ମହାନ ଯଜ୍ଞରେ ଆପଣଙ୍କର ବାମ ପାର୍ଶ୍ୱରେ ଯେଉଁ ନବବିବାହିତା ପତ୍ନୀ ଅଛି, ସେ ଆପଣଙ୍କର ଅଙ୍ଗର ଭାଜନ ହେଉଅଛି। ଅର୍ଥାତ୍ ଆପଣଙ୍କର ସଭାକୁ ସେ ଦ୍ୱିଗୁଣିତ କରୁଛି। ଆପଣଙ୍କ ପାର୍ଶ୍ୱରେ ବସି ଏ ଜଗତର ଜଣେ ଅଯୋଧ୍ୟାବାସୀ ସମସ୍ତେ ଆପଣଙ୍କର ଏହି ସଭାକୁ ଦର୍ଶନ କରୁଅଛନ୍ତି। ସମସ୍ତେ ସୁଖ ସମସ୍ତେ ସୁଖ ପାଉଛନ୍ତି। ସେ କେଉଁ ଜନ୍ମରେ କେତେ ତପସ୍ୟା କରିଥିଲେ ଯେ ଆପଣଙ୍କୁ ସେ ପତି ରୂପରେ ପାଇଲେ, ଏ କଥା ମୋତେ ଟିକେ ବୁଝାଇ ଦିଅନ୍ତୁ। ସେ କେଉଁଠାରେ ରହି କେତେ ସମୟ
ସେ ତପସ୍ୟା କରିଥିଲେ ଯେ ଆପଣଙ୍କ ପରି ପତି ସେ ପାଇଲେ। ଏ କଥା ଟିକେ ମୋ ମନରେ ସନ୍ଦେହ ହେଲା। ଆପଣ କହନ୍ତୁ, ଆପଣ ତ କହିଥିଲେ ଏହି ଜନ୍ମରେ ଏକ ପତ୍ନୀ ବ୍ରତ ପାଳନ କରିବି। କାହିଁକି ନା ଯେତେବେଳେ ପଞ୍ଚବଟିରେ ରାମଚନ୍ଦ୍ର ସୀତା ଏବଂ ଲକ୍ଷ୍ମଣ ବସବାସ କରୁଥିଲେ, ସୁପର୍ଣ୍ଣକା ଆସି ଯେତେବେଳେ ରାମଚନ୍ଦ୍ରଙ୍କୁ ବିବାହ କରିବା ପାଇଁ କହିଥିଲେ, ରାମଚନ୍ଦ୍ର ମନା କରିଦେଇଥିଲେ, ଦେଖ ଏହା ମୋର ସୀତା ପତ୍ନୀ ଅଟେ ଏବଂ ଏହି ଜନ୍ମରେ ମୁଁ ଏକ ପତ୍ନୀ ଗ୍ରହଣ କରିପାରିବି। ଏ କଥା ସୀତା ଏବେ ମନେ ପକାଇ ଦେଉଛନ୍ତି। କାହିଁକି ନା ଯେଉଁ ସୁପର୍ଣ୍ଣରେଖା ପାଇଁ ଏତେ ସବୁ ନାଟ ହେଲା, ସୁପର୍ଣ୍ଣରେଖାର ନାସାକୁ ଲକ୍ଷ୍ମଣ ଛେଦିଲେ, ଆପଣ ସୁପର୍ଣ୍ଣରେଖାକୁ ଦ୍ୱିତୀୟ ପତ୍ନୀ ଭାବରେ ଗ୍ରହଣ କରିଥିଲେ କ'ଣ ହୋଇଥାନ୍ତା? ସେ ସମୟରେ ଏସବୁ ମନେ ପକାଇ ଦେଇଛନ୍ତି। ତେଣୁ ହେ ପ୍ରଭୁ, ଯିଏ ଆଜି ଆପଣଙ୍କର ବାମ ପାର୍ଶ୍ୱର ଅଙ୍କର ଭାଜନ ହୋଇଛି, ଯେଉଁ ନବବାମା, ସେ କେଉଁ ସମୟରେ କେତେ କାଳ ତପସ୍ୟା କରିଥିଲେ ଏବଂ ସେ କେତେ ପୁଣ୍ୟ ଅର୍ଜନ କରିଛନ୍ତି ଯେ ଆପଣଙ୍କୁ ପତି ରୂପରେ ପାଇଛନ୍ତି, ଏ କଥା ଟିକେ ମୋତେ ବୁଝାଇ ଦିଅନ୍ତୁ। ତାପରେ ଏହା ମାତ୍ର ପ୍ରଭୁ ମୋତେ ଦେବଟି ଜଣାଇ, ଅନ୍ୟ କିଛି ଧନେ ମୋର ପ୍ରୟୋଜନ ନାହିଁ। କୋଟି ଅଶ୍ୱମେଧେ ଯେତେ ଧନ ହୁଏ ଦାନ, ତହିଁରୁ ଅଧିକ ତାହା ହେବ ମୋର ଜ୍ଞାନ। ସୀତା କହୁଛନ୍ତି, ମୋର ଆଉ କୌଣସି ଧନରେ ପ୍ରୟୋଜନ ନାହିଁ, କୌଣସି ଧନ ମୋର ଲାଳସା ନାହିଁ, କୌଣସି ଧନ ମୋର ଆବଶ୍ୟକ ନାହିଁ। କୋଟି ଅଶ୍ୱମେଧ ଯଜ୍ଞରେ ଆପଣ ଯେତେ ଧନ ରତ୍ନ ସମସ୍ତଙ୍କୁ ଦାନ କରିବେ, ଯଦି ଆପଣ ଏହି ବିଷୟ ମୋତେ ବୁଝାଇ ଦିଅନ୍ତି ଯେ କେଉଁ ଜନ୍ମରେ କେତେ ତପସ୍ୟା କରିଥିଲା, କେତେ କାଳ ତପସ୍ୟା କରିଥିଲା, କେଉଁ ଜନ୍ମରେ କେତେ ପୁଣ୍ୟ ଅର୍ଜନ କରିଥିଲା ଏବଂ କେତେ ତପସ୍ୟା କରିଥିଲା ଯେ ସେହି ନବବାମା ଆପଣଙ୍କୁ ପତି ରୂପରେ ପାଇଲା, ଏ କଥା ମୋତେ ବୁଝାଇ ଦିଅନ୍ତୁ। ଏବଂ ଯଦି ଆପଣ ଏ କଥା ମୋତେ ବୁଝାଇ ଦେଲେ, ତାହେଲେ କୋଟିଏ ଅଶ୍ୱମେଧ ଯଜ୍ଞରେ ଯଦି ଧନରତ୍ନାଦି ଲୋକମାନେ ପାଇବେ, ମୁଁ ତାହା ପାଇପାରିବି। ମୋତେ ଅନ୍ୟ କୌଣସି ଧନର ଆବଶ୍ୟକତା ନାହିଁ। ତାପରେ କ'ଣ କହୁଛନ୍ତି ସୀତା, ଆଉ ଏକ କଥା ମାତ୍ର ଅଛି ଅନୁରୋଧ, ଦୁଃଖିନୀର ପୁତ୍ର ଯୁଗ ଅତ୍ୟନ୍ତ ବୋଧ, ନାହିଁ ତାଙ୍କ ପିତୃକଳ ଆରୋହଣ ଭାଗ୍ୟ, ନ ଜାଣନ୍ତି ଜନ୍ମ କାଳୁ ପିତୃ ଅନୁରାଗ। ଆର ଗୋଟିଏ କଥା ସୀତା ଅନୁରୋଧ କରୁଛନ୍ତି ପ୍ରଭୁ ରାମଚନ୍ଦ୍ରଙ୍କୁ। ସୀତା କହୁଛନ୍ତି, ହେ ପ୍ରଭୁ, ଆପଣଙ୍କୁ ଆଉ ଗୋଟିଏ ଅନୁରୋଧ ରହିଲା। କାହିଁକି ନା ମୁଁ ତ ଦୁଃଖିନୀ, ମୋର ଦୁଃଖିନୀର ପୁତ୍ର ଯୁଗ ଅତ୍ୟନ୍ତ ଅବୋଧ। ମୋର ଲବ ଓ କୁଶ ଯେଉଁ ଦୁଇ ପୁତ୍ର ଆପଣଙ୍କ ଅଯୋଧ୍ୟାକୁ ଅଶ୍ୱମେଧ ଯଜ୍ଞରେ ଭାଗ ନେଇ ଯେଉଁ ରାମାୟଣ ପ୍ରସଙ୍ଗକୁ ଯେଉଁ ଗାନ କରିବେ, ତାହା ଆପଣ ଶୁଣିବେ, ତାଙ୍କୁ କ୍ଷମା କରିଦେବେ। କାହିଁକି ନା ସେ ଆପଣଙ୍କର ସବୁ ଜୀବନାମୃତକୁ ସେମାନେ ଗାନ କରିବେ। ସେହି ସମୟରେ ଯେଉଁ ଦୁଃଖ ଲାଗିବ, ତାହା ନିଶ୍ଚିତ ଭାବରେ ସେମାନେ ଅବୋଧ ଅଟନ୍ତି, କାହିଁକିନା ସେମାନେ ବାଳକ ଅଟନ୍ତି। ଆଜି ପର୍ଯ୍ୟନ୍ତ ସୀତା ଲବକୁଶଙ୍କୁ କହିନାହାନ୍ତି ମୁଁ ସେହି ସୀତା ବୋଲି। ସେଥିପାଇଁ ସୀତା କହୁଛନ୍ତି, ହେ ପ୍ରଭୁ, ଆପଣଙ୍କ ପ୍ରସଙ୍ଗକୁ ସେମାନେ ଗାନ କରିବେ। ସେମାନେ ସମସ୍ତ ବିଦ୍ୟାରେ ପାରଙ୍ଗମ ଅଟନ୍ତି। ସେହି ସମୟରେ ଯେଉଁ ଦୁଃଖ ହେବ, ତାକୁ ମୋର ପୁତ୍ରଜୟଙ୍କୁ କ୍ଷମା କରିଦେବେ। ଏବଂ ସେମାନେ ନାହିଁ ତାଙ୍କ ପିତୃକଳ ଆରୋହଣ ଭାଗ୍ୟ, ଏବଂ ସେ ଜନ୍ମରୁ ଆଜି ପର୍ଯ୍ୟନ୍ତ ପିତାଙ୍କର ସୁଖ ପାଇନାହାନ୍ତି, ପିତାଙ୍କର
ପିତାଙ୍କର ସ୍ନେହ ଶ୍ରଦ୍ଧା ଭଲ ପାଇବାରୁ ସେ ବଞ୍ଚିତ ହୋଇଛନ୍ତି। ନ ଜାଣନ୍ତି ଜନ୍ମ କାଳୁ ପିତୃ ଅନୁରାଗ ଏବଂ ପିତାଙ୍କର ସ୍ନେହ ଶ୍ରଦ୍ଧା କିଛି ସେମାନେ ପାଇନାହାନ୍ତି। ତାଙ୍କୁ ସ୍ନେହ ଶ୍ରଦ୍ଧା ଭଲ ପାଇବା ଆଦି ପ୍ରଦାନ କରିବେ। ଆପଣଙ୍କ କୋଳରେ ଟିକେ କଳାଗ୍ରତ କଲେ ସେମାନେ ନିଜକୁ ଧନ୍ୟ ମନେ କରିବେ। ଏକଥା ସୀତା କହିଛନ୍ତି। ତତଃ କ'ଣ? ଜାଣିଛନ୍ତି ଜନନୀର ଜୀବନ କନ୍ଦାଇ ବୀଣା ତନ୍ତ୍ରୀ ସହକାରେ ରାମାୟଣ ଗାଇ କିଏ ନ କାନ୍ଦିବ ବହି ମାନବ ହୃଦୟ ତରୁଳତା ଚୟ ଜହିଁ ହୁଅନ୍ତି ଅଥୟ। ସୀତା କ'ଣ କହୁଛନ୍ତି? ଜାଣିଛନ୍ତି ଜଣେ ଜୀବନ କନ୍ଦ ଅର୍ଥାତ୍ ସୀତା କହିଛନ୍ତି ଏମାନେ ଜନ୍ମ ସମୟରୁ ମୋତେ ଅନେକ ଥର ହଜାର ହଜାର ଥର ମୋତେ ଏମାନେ ମୋର ଦୁଇ ପୁତ୍ର କନ୍ଦାଇଛନ୍ତି। କାହିଁକି ନା ମୋ ସାମ୍ନାରେ ଆମ୍ଭମାନଙ୍କର ଚରିତ୍ରକୁ ସେମାନେ ବର୍ଣ୍ଣନା କରୁଥିଲେ ଏବଂ କରିବେ ମଧ୍ୟ। କିନ୍ତୁ ମୁଁ କେବେ ତାଙ୍କୁ ମୋର ପରିଚୟ ପ୍ରଦାନ କରିନାହିଁ ପ୍ରଭୁ। ମୁଁ ସେ ଅତୀତର କଥାକୁ ସବୁବେଳେ ଏମାନଙ୍କ ପାଖରୁ ମୁଁ ଶୁଣୁଅଛି। ମୋର ଚରିତ୍ରକୁ ମୋର ସାମ୍ନାରେ ସେମାନେ ବର୍ଣ୍ଣନା କରୁଛନ୍ତି। ମୋତେ କ'ଣ କାନ୍ଦ ଲାଗିବ ନାହିଁ? ତେଣୁ ମୁଁ ସବୁବେଳେ କାନ୍ଦି କାନ୍ଦି ମୁଁ ଥକି ପଡ଼ିଲିଣି। ଏବଂ ସେମାନେ ଯେଉଁ ବୀଣାତନ୍ତ୍ରୀ ରାମାୟଣ ଗାନ କରିବେ ସବୁ ଆପଣଙ୍କର ଚରିତ୍ରକୁ ଗାନ କରିବେ। ଏହାକୁ ଯିଏ ଶୁଣିବ କିଏ ବା କାନ୍ଦିବ ନାହିଁ? ଯେପରି ଗଛ ଲତା ଆଦି ମଧ୍ୟ କାନ୍ଦିବାକୁ ଲାଗିଥାନ୍ତି, କ୍ରନ୍ଦନରତ ସମସ୍ତେ ହୋଇଥାନ୍ତି। ତେଣୁ ଆପଣ ଟିକେ ଧୈର୍ଯ୍ୟ ସହକାରେ ଶ୍ରବଣ କରିବେ। ତତଃ କ'ଣ? ତୁମ୍ଭର ଚରିତେ ନିଜେ ହୋଇ ବିମୋହିତ ଯାଉଛନ୍ତି ଶିଶୁତ୍ୱୟ ମହର୍ଷି ସହିତ କରିବାକୁ ତୁମ୍ଭ ପଦ ପଙ୍କଜ ଦର୍ଶନ ମନ ତାଙ୍କ ନେଉଅଛି କରି ଆକର୍ଷଣ। ଆପଣଙ୍କର ସୀତା କହୁଛନ୍ତି ଆପଣଙ୍କର ଚରିତ୍ରକୁ ଗାନ କରିବା ପାଇଁ ମୋର ପୁତ୍ରଦ୍ୱୟ ଅଯୋଧ୍ୟାକୁ ଯାଉଛନ୍ତି। ମହର୍ଷି ଅର୍ଥାତ୍ ବାଲ୍ମୀକିଙ୍କ ସହିତ ଯାଉଛନ୍ତି। ସେଠାରେ ମୋର ପୁତ୍ରଦ୍ୱୟ ଏ ରାମାୟଣ ଗାନ କରିବେ। ସେମାନଙ୍କର ଏକମାତ୍ର ଲକ୍ଷ୍ୟ ଯେ ଆପଣଙ୍କର ପାଦ ପଦ୍ମକୁ ଦର୍ଶନ କରି ସେମାନେ ନିଜକୁ ଧନ୍ୟ ମନେ କରିବେ। କାହିଁକି ନା ଆପଣ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଅଟନ୍ତି। ଆପଣଙ୍କୁ ସେମାନେ ଆଗରୁ କେବେ ଦେଖିନାହାନ୍ତି। ଆପଣଙ୍କ ବିଷୟରେ ସେମାନେ ଅନେକ କଥା କିଛି ଜାଣିଛନ୍ତି, କିନ୍ତୁ ମୋ ବିଷୟରେ କିଛି ଜାଣିନାହାନ୍ତି। କାହିଁକି ନା ମୁଁ ତାଙ୍କୁ ଆଜି ପର୍ଯ୍ୟନ୍ତ ପରିଚୟ ପ୍ରଦାନ କରିନାହିଁ, ସେଇ ହତଭାଗିନୀ ମା ବୋଲି। ତେଣୁ ଆପଣଙ୍କଠାରେ ତାଙ୍କର ସେ ପୁତ୍ରଦ୍ୱୟଙ୍କର ଏତେ ଆକର୍ଷଣ ରହିଛି ଯେ ଆପଣଙ୍କ ଦର୍ଶନ କରିବା ମାତ୍ରେ ସେମାନେ ନିଜକୁ ଧନ୍ୟ ମନେ କରିବେ। ତେଣୁ ଏ ପୁତ୍ରଦ୍ୱୟଙ୍କୁ ଆପଣ କିଛି କଳାଗ୍ରତ କରି ତାଙ୍କୁ କିଛି ସମୟ ନିଜର ବାତ୍ସଲ୍ୟ ମମତା ଭରିଦେବେ। ତା ସହିତ କ'ଣ? ଶୁଣାଇବେ ତୁମ୍ଭ ଗତ ଦୁଃଖର କାହାଣୀ ଯା ଶୁଣିଲେ ଦୁଃଖିନୀର ହୃଦ ହୁଏ ହାଣି ନ ଶୁଣିଲେ ତହିଁ ପ୍ରତି ଧାଉଥାଏ ମନ ନ ହୁଏ କରି ତାର ଅଶ୍ରୁକା ଦାମନ। ଯାହା ସୀତା କହୁଛନ୍ତି ଯେଉଁ ମୋର ପୁତ୍ର ଯାଉଛନ୍ତି ଏହା ଆପଣଙ୍କର ସମସ୍ତ ଅତୀତର କଥାକୁ ବର୍ଣ୍ଣନା କରିବେ
ଏବଂ ଯାହାକୁ ମୁଁ ବାରମ୍ବାର ଶୁଣି ମୁଁ ଦୁଃଖ କରିଥାଏ ଏବଂ ମୋତେ ପୀଡ଼ା ହୋଇଥାଏ। ତେଣୁ ନ ଶୁଣିବାକୁ ମନ ହେଉଥିଲେ ମଧ୍ୟ ଏମାନେ ବାରମ୍ବାର ମୋତେ ତାହା ଶୁଣାଇ ଦେଇଥାନ୍ତି। ତେଣୁ ଆପଣ ମଧ୍ୟ ଶୁଣିବେ, ଦୁଃଖ କରିବେ ନାହିଁ। ତାପରେ ସୀତା କ'ଣ କହିଛନ୍ତି? ଧୀର ବର ସେ କଥାକୁ ଘେନି ତୁମ୍ଭ ଶ୍ରୁତି, ଆଣିବ ଯଦ୍ୟପି ଦିନା ବୈଦେହୀର ସ୍ମୃତି। ବୈଦେହୀର ପ୍ରଣୟକୁ ମଣିବ ସ୍ୱପନ, ଚାହିଁ ନବ ପ୍ରଣୟିନୀ ପ୍ରଫୁଲ୍ଲ ଲୋପନ। ସୀତା ଅତି ସୁନ୍ଦର କଥାଟି ଏଠାରେ କହିଛନ୍ତି। ହେ ପ୍ରଭୁ, ଯେତେବେଳେ ମୋର ଲବକୁଶ ଆପଣଙ୍କ ସମ୍ମୁଖରେ ସେ ଅତୀତର କାହାଣୀକୁ ବର୍ଣ୍ଣନା କରିବେ, ଯଦି ମୁଁ ସ୍ମରଣରେ ଆସିଗଲି ତାହେଲେ ମୋତେ ଦିବା ସ୍ୱପ୍ନ ମଣିବେ ମୋର ସୀତା, ମୋର ଧର୍ମପତ୍ନୀ, ମୋର ବୈଦେହୀ ଥିଲା ବୋଲି ଏହାକୁ ଦିବା ସ୍ୱପ୍ନ ମାଣିବେ, ସ୍ୱପ୍ନ ପରି ଏହାକୁ ଦେଖିବେ। ଏବଂ କ'ଣ କରିବେ? ଯଦି ମୁଁ ସ୍ମରଣରେ ଆସିଗଲି ତାହେଲେ ନବବିବାହିତା ଏ ନବବାମାଙ୍କୁ ଦେଖି ଦର୍ଶନ କରି ଆପଣଙ୍କର ମନକୁ ଶାନ୍ତ କରିବେ। ଅର୍ଥାତ୍ ସୀତା ନିଜେ କହିଛନ୍ତି, ମୋତେ ଭୁଲି ଯାଇ ଏ ନବବିବାହିତା ପତ୍ନୀଙ୍କୁ ଆପଣ ଦର୍ଶନ କରି ଆପଣ ନିଜକୁ ନିଜେ ଆୟତ୍ତ କରିବେ। ଅର୍ଥାତ୍ ଧୀର ବର, ଅର୍ଥାତ୍ ପ୍ରଭୁ ଶ୍ରୀରାମଚନ୍ଦ୍ର ଧୀର ଅଟନ୍ତି। ଧୀର ସରଳତାର ପ୍ରତିମୂର୍ତ୍ତି। ଧୀର ବର ସେ କଥାକୁ ଘେନି ତୁମ୍ଭ ଶ୍ରୁତି, ଆଣିବ ଯଦ୍ୟପି ଦିନା ବୈଦେହୀର ସ୍ମୃତି। ବୈଦେହୀର ପ୍ରଣୟକୁ ମଣିବ ସ୍ୱପନ, ଚାହିଁ ନବ ପ୍ରଣୟିନୀ ପ୍ରଫୁଲ୍ଲ ଲୋପନ। ସୀତା ସୁନ୍ଦର କଥାଟି କହିଛନ୍ତି। ହେ ପ୍ରଭୁ ରାମଚନ୍ଦ୍ର, ହେ ପ୍ରଭୁ ଧୀରବର, ଯେତେବେଳେ ମୋର ସମସ୍ତ ଆମ୍ଭମାନଙ୍କର ଗତାନୁଗତ କଥା ଯେତେବେଳେ ଏ ପୁତ୍ରଦେବ ବର୍ଣ୍ଣନା କରିବେ, ବୀଣା ବଜାଇ ଯେତେବେଳେ ରାମାୟଣ ଗାନ କରିବେ, ଯଦି ମୁଁ ସେହି ସମୟରେ ମନେ ପଡ଼ିଗଲି ଆପଣଙ୍କ ହୃଦୟରେ, ତାହେଲେ ଆପଣ ଏ ନବବିବାହିତା ପତ୍ନୀକୁ ନବପ୍ରଣୟିନୀକୁ ଦର୍ଶନ କରି ପ୍ରଫୁଲ୍ଲ ହୋଇଯିବେ, ଆନନ୍ଦ ଅନୁଭବ କରିବେ। ତତଃ କ'ଣ? ଲେଖୁଥାନ୍ତି ପତ୍ର ସତୀ ହୃଦୟ ବିକଳେ, ପତ୍ର ଧୌତ ହେଉଥାଏ ନୟନର ଜଳେ। ଆଉ କି ଲେଖିବି ବୋଲି ଭାବୁଥିଲେ ବସି, ଆସିଗଲେ କୁଶଲବ ମୁଦେ ହସି ହସି। ସୀତା ଏହି ସମସ୍ତ କଥାକୁ ପତ୍ର ମାଧ୍ୟମରେ ଲେଖୁଥିବା ସମୟରେ ତାଙ୍କର ନେତ୍ର ଦ୍ୱୟରୁ ଯେଉଁ ଅଶ୍ରୁ ନିର୍ଗତ ହୁଏ, ସେ ଅଶ୍ରୁରେ ପତ୍ରଟି ଭିଜିଯାଏ। କାହିଁକିନା ସୀତା ଦୁଃଖରେ ଭାଙ୍ଗି ପଡ଼ି ଏହି ପତ୍ର ପ୍ରଭୁଙ୍କ ପାଖକୁ ଲେଖୁଛନ୍ତି ଏବଂ ଏ ଲେଖୁଥିବା ସମୟରେ ତାଙ୍କର ପୁତ୍ରଦ୍ୱୟ ହସି ହସି ସ୍ମିତ ହାସରେ ହସି ହସି ଆସି ସୀତାଙ୍କ ପାଖରେ ପହଞ୍ଚି ଯାଇଛନ୍ତି। କାହିଁକିନା ସେ ପୁତ୍ରଦ୍ୱୟ ବାଲ୍ମୀକିଙ୍କ ସହିତ, ମହର୍ଷିଙ୍କ ସହିତ ଅଯୋଧ୍ୟାକୁ ଯିବାର ଅଛି। ବାସ୍ତବରେ କବି ଗଙ୍ଗାଧର ମେହେରଙ୍କ ଏ ରଚିତ ତପସ୍ୱୀର ପତ୍ର କବିତାଂଶଟି ତାଙ୍କ ତାଙ୍କର ତପସ୍ୱିନୀ କାବ୍ୟରୁ
ସଂଗୃହୀତ ହୋଇଛି। ଅର୍ଥାତ୍ କବି ଗଙ୍ଗାଧରଙ୍କ ରଚିତ ତପସ୍ୱିନୀ କାବ୍ୟରୁ ଏ ତପସ୍ୱୀର ପତ୍ର କବିତାଂଶଟି ସଂଗୃହୀତ ହୋଇଛି ଏବଂ ଏହାକୁ ସମ୍ପ୍ରତି ଯୁକ୍ତ 2ର ଦ୍ୱିତୀୟ ବର୍ଷ ଶିକ୍ଷାର୍ଥୀମାନେ ଅଧ୍ୟୟନ କରିଛନ୍ତି। ବାସ୍ତବରେ ଏହି କବି ଗଙ୍ଗାଧର ମେହେରଙ୍କ ରଚିତ ଏହି କାବ୍ୟାଂଶଟି ଅତ୍ୟନ୍ତ ଉଚ୍ଚ କୋଟିର ହୋଇଛି। ଏହାର ଲେଖା, ଏହାର ଶୈଳୀ, ଏହାର ମିତ୍ରାକ୍ଷରୀ ଏବଂ ଏ ଶବ୍ଦାବଳୀ ସବୁକିଛିକୁ ବହୁତ ଭଲ ଲାଗୁଛି। ଆପଣମାନେ ଏହାଙ୍କୁ ବାରମ୍ବାର ପଠନ କରି ଶ୍ରବଣ କରି ନିଶ୍ଚିତ ଭାବରେ କିଛି ଆପଣମାନଙ୍କର ହୃଦୟକୁ ଛୁଇଁବ ବୋଲି ମୁଁ ଆଶା କରେ। ଏବଂ ଏହିପରି ଭାବରେ ସୀତା ପ୍ରଭୁ ରାମଚନ୍ଦ୍ରଙ୍କ ପାଖକୁ ପତ୍ର ଲେଖିଛନ୍ତି। ମୁଁ ଆଶା କରେ ନିଶ୍ଚିତ ଭାବରେ ଭଲ ଲାଗିଥିବ। ଏହିପରି ମୋ ସହିତ ଯୋଡ଼ି ହୋଇ ରହିଥାନ୍ତୁ। ଆଗକୁ ଅନ୍ୟାନ୍ୟ ବିଷୟବସ୍ତୁ ଯେପରି ଏଜୁକେସନ୍, ପଲିଟିକାଲ ସାଇନ୍ସ, ଇଂଲିଶ, ସାଂସ୍କ୍ରିଟ, ହିଷ୍ଟୋରୀ ଏସବୁ କିଛି କ୍ରମଶଃ ଆପଣମାନେ ପାଇପାରିବେ। ତେଣୁ ମୁଁ ଆଶା କରେ। ଧନ୍ୟବାଦ।